ଆମର ସେଣ୍ଟ୍ରିଂ କାଠ ଭଳି ସାଇଜ ସାଇଜ କାଠ ସବୁ ଠିଆ ଠିଆ ହେଇଛି। ସବୁ କାଠ ଜାମିନକୁ ଯେତେବେଳେ ହଣାଯାଏ ତାକୁ ଠିଆ କରାଯାଏ, ସେଇଭଳି ଠିଆ କରାଯାଇଛି। ଆଉ ସେଇ ସୁନ୍ଦର ଦେଖୁଛି ମଝିରୁ ଅଗ୍ନି ସବୁ ବାହାରୁଛି, ଅଗ୍ନି ବାହାରୁଛି କିନ୍ତୁ କାଠ କିଛି ପଡୁନାହିଁ। ତାପରେ ମୁଁ ପ୍ରାର୍ଥନା ଶେଷ କଲି, ପ୍ରଭୁ କ'ଣ ହବ? ଶୋଇଲି। ଶେଷରେ ମତେ ପ୍ରଭୁ ଗୋଟିଏ ଜଣେଇଲେ, ଆଉ ମୁଁ ଗୋଟେ ଟିକିଟି ଦରଖାସ୍ତ କରି ମଣ୍ଡଳୀକୁ ଯାଉଛି। ନିଦ ଭାଙ୍ଗିଲା, ସକାଳୁ ଉଠିଲି। ଆଉ ଥରେ ଅନେକ ଲୋକମାନେ ମତେ କହିଲେ, ନା ଦରଖାସ୍ତ ଦବ ନା ତୁମ ସପକ୍ଷରେ ଆମେ ଦରଖାସ୍ତ ଦେବୁ। ଶେଷରେ ଦରଖାସ୍ତ ଦେଲି। ପ୍ରଭୁ ଅନୁଗ୍ରହ କରି ଏହି ଦାୟିତ୍ୱରେ ମତେ ଆଉ ନିଯୁକ୍ତ ଦେଲେ। ଆଉ ଅନେକ କଥା ରହିଛି। ଆଉ ଯେତେବେଳେ ସମସ୍ତ ବିଷୟ ହେଲା ନିଶ୍ଚିତ ଭାବରେ ପ୍ରଭୁଙ୍କର ନିର୍ଦ୍ଦେଶ ଅନୁସାରେ ସକଳ କାର୍ଯ୍ୟ କରିବା ପାଇଁ ମୋ ମଣ୍ଡଳୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ଆଉ ଏ ଦାୟିତ୍ୱକୁ ମୁଁ ମୋ ସହକର୍ମୀମାନଙ୍କ ସହିତ, ମୋ ମଣ୍ଡଳୀର ପ୍ରତ୍ୟେକ ଲୋକମାନଙ୍କ ସହିତ ଏହି କାର୍ଯ୍ୟ କରି ଆଗକୁ ବଢ଼ିବା ପାଇଁ ଚାହେଁ। ଏଥିପାଇଁ ମୋ ଆଜିର ବିଶେଷ କାର୍ଯ୍ୟରେ ଉପସ୍ଥିତ ମଣ୍ଡଳୀ ସମ୍ମିଳନୀର ପ୍ରତ୍ୟେକ ଆଳକଗଣ, ବିପଣଗଣ, ଚାଳକଗଣ ସମସ୍ତେ ପ୍ରାର୍ଥନା କରି ଭାଇ ଏବଂ ଭଉଣୀମାନେ ମୋ ସେବା କାର୍ଯ୍ୟରେ ଆଗକୁ ବଢ଼ିବା ପାଇଁ ବିଶେଷ କରି ପ୍ରାର୍ଥନା କରିବେ। ସମସ୍ତଙ୍କୁ ନମସ୍କାର। ସମସ୍ତେ ଉଚ୍ଚ କରତାଳ ଦେବା। ତାଙ୍କର ଦାସଙ୍କୁ ତାଙ୍କର ଜନ୍ମାବଧି ପରମେଶ୍ୱରଙ୍କର ଯୋଜନା ଅନୁସାରେ ଚୟନ କରି ଆଜି ତାଙ୍କୁ ମଣ୍ଡଳୀର ପାଳକ ଭାବରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରୁଅଛନ୍ତି। ପ୍ରଭୁ ତାଙ୍କର ସହବର୍ତ୍ତୀ ହୁଅନ୍ତୁ। ତାଙ୍କର ଭବିଷ୍ୟତ ବ୍ୟକ୍ତିଗତ, ପାରିବାରିକ, ପୁଣି ମାଣ୍ଡଳିକ ସେବା କାର୍ଯ୍ୟ ଜୀବନରେ ଅନୁଗ୍ରହ ଆଶୀର୍ବାଦ କରନ୍ତୁ। ଆଜିର ଆମମାନଙ୍କର ଏହି ସମାବେଶ ମଧ୍ୟରେ ଆମମାନେ ବର୍ତ୍ତମାନ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ପର୍ଯ୍ୟାୟକୁ ଆସିଛୁ। ତା ହେଉଛି ଏହି ସମୟରେ ମୁଁ ଅନୁରୋଧ କରିବି ଆମମାନେ ଏହି ଅଭିଷେକ କାର୍ଯ୍ୟରେ ଅଗ୍ରସର ହେଉ ହେଉ ନବନିର୍ବାଚିତ ପାଳକ ଶ୍ରୀଯୁକ୍ତ ରାଉତ ଜେନା ତାଙ୍କ ସହଧର୍ମିଣୀ ନିଜ ସ୍ଥାନରେ ଉଭା ହେବେ। ଦୟାକରି ସମସ୍ତେ ଆମମାନେ ପ୍ରଭୁଙ୍କ ନାମରେ ଅବସ୍ଥାପିତ ବନ୍ଧୁବର୍ଗ, ମୁଁ ଆମ୍ଭମାନଙ୍କ ସମୁଦାୟ ମଣ୍ଡଳୀ ନାମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଦାସଙ୍କୁ ଆମ୍ଭମାନଙ୍କ ସମାଜ ସେବକ ପଦରେ ନିଯୁକ୍ତ କରିବା ସକାଶେ ଆମ୍ଭମାନଙ୍କ ନିକଟରେ ଉପସ୍ଥିତ କରିଅଛି। ଆମ୍ଭମାନଙ୍କର ବିଶ୍ୱାସ ଯେ ଏହି ଭାଇ ପ୍ରଭୁ ଯୀଶୁଙ୍କ ଠାରେ ଦୃଢ଼ ବିଶ୍ୱାସୀ ଓ ସେବକ ପଦ ନିମନ୍ତେ ଉପଯୁକ୍ତ ଅଟନ୍ତି। ଏହାଙ୍କ ଦ୍ୱାରା ମଣ୍ଡଳୀ ସମୂହର ଉନ୍ନତି ହୋଇପାରେ ଓ ପ୍ରଭୁ ଯୀଶୁଙ୍କ ମହିମା ବୃଦ୍ଧି ପ୍ରାପ୍ତ ହୋଇପାରେ। ମୁଁ ଆନନ୍ଦ ସହିତ ସାକ୍ଷ୍ୟ ଦେଉଅଛି ଯେ ଏହି ଦାସ ଏହି ଦାୟିତ୍ୱପୂର୍ଣ୍ଣ ପଦପ୍ରାପ୍ତ ହେବାର ଉପଯୁକ୍ତ। ଏହି ଭାଇ ମଣ୍ଡଳୀର ଜଣେ ସଭ୍ୟ ଓ ପ୍ରଭୁଙ୍କ ବାକ୍ୟରେ ଶିକ୍ଷିତ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହାଙ୍କ ନିର୍ମଳ ଚରିତ୍ର ଓ ଧର୍ମ ଜୀବନ ଓ ଉତ୍ତମ ଧର୍ମ ଶିକ୍ଷା ବ୍ୟବହାର କରି ଅନେକ ଲୋକଙ୍କୁ ବିଶ୍ୱାସରେ ସ୍ଥିର ରଖିବେ ଓ ଅବିଶ୍ୱାସୀ ମାନଙ୍କୁ ତାହାଙ୍କ ନିକଟକୁ ଆକର୍ଷଣ କରିପାରିବେ। ଏହି ବିଶ୍ୱାସରେ ଆମ୍ଭେମାନେ ଏହି ଭାଇଙ୍କୁ ହସ୍ତାର୍ପଣ କରିବା ନିମନ୍ତେ ଉପସ୍ଥିତ ହୋଇଅଛୁ। ଅତଏବ ଏ ଭାଇଙ୍କୁ ଆମମାନେ ହସ୍ତାର୍ପଣ କରିବା ପୂର୍ବରୁ ଆପଣମାନଙ୍କର ଆଧ୍ୟାତ୍ମିକ ସମ୍ମତି ପ୍ରଦାନ ପୂର୍ବକ ଆପଣମାନେ ହସ୍ତ ଉତ୍ତୋଳନ କରି ସମସ୍ତେ ଆମେନ୍ ଶବ୍ଦ ଉଚ୍ଚାରଣ କରିବେ। ଆସନ୍ତୁ ସମସ୍ତେ ଉଚ୍ଚ ସ୍ୱରରେ କହିବା ଆମେନ୍। ଧନ୍ୟବାଦ। ମଞ୍ଚରେ ଠିଆ ହୋଇଥିବା ବନ୍ଧୁମାନେ ଦୟାକରି ଠିଆ ହୋଇ ରହିବେ। ବର୍ତ୍ତମାନ ମୁଁ ଅନୁରୋଧ କରିବି
ଜିରାଙ୍ଗ ମଣ୍ଡଳୀର ନବନିର୍ବାଚିତ ବାଳକଙ୍କୁ ମୁଁ କେତେକ ପ୍ରଶ୍ନ କରିବି ଆଉ ବାଳକ ଆଉ ମୋ ପ୍ରଶ୍ନର ଉତ୍ତର ସକାରାତ୍ମକ ଭାବରେ ପ୍ରକାଶ କରିବେ। ଆପଣ କି ସର୍ବାନ୍ତଃକରଣରେ ବିଶ୍ୱାସ କରନ୍ତି ଯେ ପ୍ରଭୁ ଯୀଶୁ ଆପଣଙ୍କୁ ମଣ୍ଡଳୀ ସମୂହର ସେବା ନିମନ୍ତେ ଆହ୍ୱାନ କରିଅଛନ୍ତି? ଏହି ପ୍ରଶ୍ନ ମୁଁ ଶ୍ରୀଯୁକ୍ତ ମଣ୍ଡଳୀର ନବନିର୍ବାଚିତ ବାଳକ ଦାଉଦ ଜେନାଙ୍କୁ ଆଉ ପ୍ରଶ୍ନ କରୁଛି, ସେ ତାହାର ପ୍ରତ୍ୟୁତ୍ତର ଦେବେ। ହଁ, ମୋତେ ପ୍ରଭୁଙ୍କ ସେବା କରିବା ପାଇଁ ଆହ୍ୱାନ କରିଅଛନ୍ତି। ଆପଣ କି ଆପଣଙ୍କ ହସ୍ତରେ ସମର୍ପିତ ଲୋକମାନଙ୍କୁ ପ୍ରଭୁଙ୍କ ଶାସ୍ତ୍ରରେ ଶିକ୍ଷିତ କରାଇବାକୁ ଓ ଶାସ୍ତ୍ର ବିରୁଦ୍ଧ ସର୍ବବିଧ ଭ୍ରାନ୍ତ ମତ ଠାରୁ ଭ୍ରାତା ଭକ୍ତିମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବେ? ହଁ, ନିଶ୍ଚିତ ଚେଷ୍ଟା କରିବେ। ଆପଣ କି ଦରିଦ୍ର ମାନଙ୍କ ପ୍ରତି ସଦୟ ବ୍ୟବହାର, ପୀଡ଼ିତଙ୍କର ତତ୍ତ୍ୱାବଧାନ, ପତିତ ମାନଙ୍କ ଉତ୍ତୋଳନ ଓ ଯାବତୀୟ ଉତ୍ତମ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବାକୁ ଯତ୍ନବାନ ହେବେ? ହଁ, ମୁଁ ନେତୃତ୍ୱ ନେବା ପାଇଁ ଯତ୍ନବାନ କରିବି। ଆପଣ କି ଯାବତୀୟ ସାଂସାରିକ ଲୋଭ ଓ ବିଳାସିତା ଠାରୁ ନିଜକୁ ପୃଥକ ରଖି ପୁଣି ପ୍ରେମ, ବିଶ୍ୱାସ ଓ ପବିତ୍ରତାରେ ବିଶ୍ୱାସୀଙ୍କର ଆଦର୍ଶ ହେବାକୁ ଚେଷ୍ଟା କରିବେ? ହଁ, ମୁଁ ବିଶ୍ୱାସୀ ମାନଙ୍କର ଆଦର୍ଶ ହେବାକୁ ଚେଷ୍ଟା କରିବି। ଆପଣ କି ହସ୍ତାର୍ପିତ ସେବକ ମାନଙ୍କ ସହିତ ପ୍ରଭୁଙ୍କ ଶାସ୍ତ୍ର ମତେ ଆଚରଣ କରିବେ? ହଁ, ମୁଁ ଆଚରଣ କରିବି। ଆଉ ପ୍ରଭୁଙ୍କର ରକ୍ତରେଖିତ ମଣ୍ଡଳୀ ପୁଣି ମଣ୍ଡଳୀ ସମ୍ମିଳନୀର ସାକ୍ଷାତରେ ପ୍ରିୟ ପ୍ରଭୁଙ୍କର ଦାସ ଜିରାଙ୍ଗ ମଣ୍ଡଳୀର ନବନିର୍ବାଚିତ ବାଳକ ସେ ଅଭିଷେକ କାର୍ଯ୍ୟରେ ନିଜକୁ ସମର୍ପଣ କରିବା ପୂର୍ବରୁ ତାଙ୍କର ସକାରାତ୍ମକ ବାଇବଲ ଆଧାରିତ ସମ୍ମତି ପ୍ରଦାନ କରିଥିବାରୁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଉଛୁ। ପ୍ରଭୁ ତାଙ୍କର ଭବିଷ୍ୟତ ସେବା କାର୍ଯ୍ୟ ଜୀବନକୁ ଏହି ପ୍ରତିଜ୍ଞାନୁସାରେ ଆଶୀର୍ବାଦ ପୂର୍ଣ୍ଣ କରି ଜଗତ ମଧ୍ୟରେ ସେବାରେ ବର୍ତ୍ତିଷ୍ଣୁ କରନ୍ତୁ। ସମସ୍ତେ ଉଚ୍ଚ ସ୍ୱରରେ କହିବା ଆମେନ୍। ବର୍ତ୍ତମାନ ମୁଁ ସ୍ଥାନୀୟ ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ଅନୁରୋଧ କରିବି, ଯେତେକ ସଭ୍ୟା ମାନେ ଅଛନ୍ତି ମଣ୍ଡଳୀର ସମସ୍ତେ ଦୟାକରି ନିଜ ନିଜ ସ୍ଥାନରେ ଠିଆ ହେବେ। ଜିରାଙ୍ଗ ବାପ୍ଟିଷ୍ଟ ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ସଭ୍ୟା ମାନେ ନିଜ ସ୍ଥାନରେ ଠିଆ ହେବେ। ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ଜିରାଙ୍ଗ ମଣ୍ଡଳୀର ଆବାଳ ବୃଦ୍ଧ ବନିତା ଠିଆ ହେବେ। ମୁଁ ବର୍ତ୍ତମାନ ବାଳକଙ୍କର ଅଭିଷେକ ପୂର୍ବରୁ ସ୍ଥାନୀୟ ମଣ୍ଡଳୀର ପ୍ରତ୍ୟେକ ଆବାଳ ବୃଦ୍ଧ ବନିତାଙ୍କୁ ଯୀଶୁଙ୍କ ନାମରେ ଏହି ପ୍ରଶ୍ନ କରିବି। ଏହି ପ୍ରଶ୍ନର ଉତ୍ତର ସମସ୍ତେ ହସ୍ତ ଉତ୍ତୋଳନ କରି ସକାରାତ୍ମକ ଭାବରେ ହଁ ଶବ୍ଦରେ ନିଜକୁ ଆଉ ବ୍ୟକ୍ତ କରିବେ। ପ୍ରିୟ ଜିରାଙ୍ଗ ମଣ୍ଡଳୀର ପ୍ରତ୍ୟେକ ସଭ୍ୟା ପୁଣି ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା, ଆପଣମାନେ ଏହି ମଣ୍ଡଳୀର ସଭ୍ୟା ସ୍ୱରୂପେ ଏହି ସମ୍ମିଳନୀର ପ୍ରତିନିଧି ସ୍ୱରୂପେ ଶ୍ରୀଯୁକ୍ତ ଦାଉଦ ଜେନାଙ୍କୁ ଖ୍ରୀଷ୍ଟଙ୍କ ମଣ୍ଡଳୀର ଜଣେ ସେବକ ଏବଂ ଏହି ମଣ୍ଡଳୀ ସମ୍ମିଳନୀର ଜଣେ ପାଳକ ସେବକ ସ୍ୱରୂପେ ସ୍ୱୀକାର ଓ ଗ୍ରହଣ କରୁଅଛନ୍ତି। ସମସ୍ତେ ହସ୍ତ ଉତ୍ତୋଳନ କରି ହଁ କହିବାକୁ ପଡ଼ିବ। ଆପଣମାନେ କଣ ତାହାଙ୍କ ସହିତ ସହଯୋଗ କରି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି?
ସମସ୍ତେ ପ୍ରକାଶ କରନ୍ତୁ। ଆପଣମାନେ କରିଅଛନ୍ତି ପ୍ରଭୁଙ୍କ ନାମରେ ତାହାଙ୍କୁ ଯଥୋଚିତ ସମ୍ମାନ ଓ ସମର୍ଥନ କରିବାକୁ ନିଶ୍ଚୟ ପ୍ରସ୍ତୁତ ବୋଲି ଆମ୍ଭେମାନେ ଉଦ୍ବୋଧ କରୁଅଛୁ। ପୁଣି ମଣ୍ଡଳୀ ସମ୍ମିଳନୀ ତରଫରୁ ଆପଣମାନଙ୍କୁ ଆମମାନେ ଧନ୍ୟବାଦ ଦେଉଛୁ। ସମସ୍ତେ ଉଚ୍ଚ ସ୍ୱରରେ ପୁନର୍ବାର ହାଲେଲୁୟା କହିବା। ଧନ୍ୟବାଦ। ସମସ୍ତେ ନିଜ ନିଜ ସ୍ଥାନରେ ବିଶ୍ୱାସୀ ମାନେ ବସିଯାଆନ୍ତୁ। ବର୍ତ୍ତମାନ ଆମମାନେ ନବନିର୍ବାଚିତ ବାଳକଙ୍କୁ ଅଭିଷେକ କରିବା ପୂର୍ବରୁ ଗୋଟିଏ ଗୀତ ଆମମାନେ ଗାନ କରିବା। ପୁଣି ସବୁରେ ଅନୁରୋଧ କରିବି ଆମମାନଙ୍କର ଅଭିଷିକ୍ତ ବାଳକ ପୁଣି ଦିଗନ ବନ୍ଧୁମାନେ ପ୍ରଭୁଙ୍କର ଦାସ ପରୀକ୍ଷା ମହାଶୟ ଆଉ ସେ ମହାଶୟ ମାନେ ଆସିବେ। ଆଉ ଏହି ସମୟରେ ଆମମାନେ ହେ पाठ करेंगे दयाकोरी समस्ते पट्टंश प्रति मनोयोग करेंगे। तो संगे संगे आमानकर गाइबा मंडलीर बालक आसवे से आसी यात्रा पुस्तक तार 30 अध्याय 30 पदर 32 पद पर्यंत पाठ करेंगे। तो संगे संगे आमानकर झालर सिंह मंडलीर डिकन आचार्य जिरिमियो महापात्र से महाशय आसवे लेवी पुस्तक 8 अध्याय तार 12 पद से महाशय पाठ करेंगे। पुणी